ସୁଭଦ୍ରା ଯୋଜନାରେ ହେଲା ବଡ଼ ପରିବର୍ତ୍ତନ। ହ୍ୟାଲୋ ଫ୍ରେଣ୍ଡ, ନମସ୍କାର, ଶୁଭ ସନ୍ଧ୍ୟା। ଆପଣ ହିନ୍ଦୁ ରାଜଶ୍ରୀ ଆଜି 10 ଜାନୁଆରୀ ଚାଲନ୍ତୁ ଜାଣିନେବା ଟପ୍ ନ୍ୟୁଜ୍। ସୁଭଦ୍ରା ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଶହ ଶହ ହିତାଧିକାରୀଙ୍କୁ ମିଳିବ ଆଉ ଏକ ସୁବିଧା ବୋଲି କହିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାରୁ ଭୁଲବଶତଃ ଅପ୍ଟ ଆଉଟ୍ ହୋଇଯାଇଥିବା ମହିଳା ହିତାଧିକାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁଭଦ୍ରା ଯୋଜନାର ପୋର୍ଟାଲରେ ଅପ୍-ଇନ୍ ପାଇଁ ବ୍ୟବସ୍ଥା ଯୋଡ଼ିଛନ୍ତି ସରକାର। ଯୋଜନାରୁ ଅପ୍ଟ ଆଉଟ୍ ହୋଇଯାଇଥିବା ହିତାଧିକାରୀମାନେ ଏହି ବ୍ୟବସ୍ଥା ଜରିଆରେ ପୁଣି ଥରେ ଯୋଜନାରେ ସାମିଲ ହୋଇପାରିବେ। ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ ଏବଂ ଏହା ବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ। ଏବଂ ଜାନୁଆରୀ 15 ତାରିଖ ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏହିଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।